ସୁଭଦ୍ରା ଯୋଜନାରେ ଆପଣଙ୍କ ନାଁ ଅଛି ନା କଟି ଯାଇଛି ଏ ଭିଡିଓ ମାଧ୍ୟମରେ ଜାଣିପାରିବେ। ଭିଡିଓ ଥରେ ଦେଖନ୍ତୁ। ଯଦି ନାଁ କଟିଥିବ ତ ଆପଣ ଯାଇକି କାରେକ୍ସନ କରନ୍ତୁ। ଯଦି ନାଁ କଟିଥିବ ବ୍ୟାଙ୍କକୁ ଯାଇକି ଆପଣ ଆଧାର ବେସ୍ କରିନିଅନ୍ତୁ। ଏ ଭିଡିଓରେ ଯାହାର ନାଁ ଅଛି ତାର ହିଁ ସୁଭଦ୍ରା କଟିଛି। ଚାଲ ଡେରି ନ କରିକି ଭିଡିଓଟିକୁ ଷ୍ଟାର୍ଟ କରିନେବା। ପ୍ରଥମେ ଗୁଗଲ ଓପେନ କରନ୍ତୁ। ଗୁଗଲ ଓପେନ କଲା ପରେ ସୁଭଦ୍ରା ଯୋଜନା ଲେଖି ଦିଅନ୍ତୁ। ଉପରେ ଯୋଉଟା ଅଛି ସେଇଠି କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଏମିତି ଗୋଟେ ସାଇଟଟା ଓପେନ ହେଇଯିବ। ସ୍କ୍ରୋଲ କରିକି ତଳକୁ ଦେଖି ନିଅନ୍ତୁ ସବୁ। ଏଇଠି ଦେଖନ୍ତୁ ବ୍ୟାଙ୍କ ଆକାଉଣ୍ଟ ଅଚଳ କିମ୍ବା ଅପଡେଟ ଆବଶ୍ୟକ ତାଲିକା, ଏଇଠି ଟଚ୍ କରନ୍ତୁ। ଏମିତି ଗୋଟେ ସାଇଟଟା ଓପେନ ହେଇଯିବ। ଏଇଠି ଆପଣଙ୍କ ଜିଲ୍ଲା ଚୟନ କରନ୍ତୁ। ବ୍ଲକ, ୱାର୍ଡ, ପଞ୍ଚାୟତ, ଏଇଠି ଟଚ୍ କରନ୍ତୁ। ଏଇଠି ଟଚ୍ କଲା ପରେ NPCI ବିଫଳ ତାଲିକା, ଏଇ ତଳେ PDF ରେ ଟଚ୍ କରନ୍ତୁ। ଆମର ଡାଉନଲୋଡ ହେଇଗଲା। ଓପେନ କରିନେବା। PDF ଓପେନ। এই লিস্ট মাধ্যমে আপনার না চেক করে নিয়ন্তু। চেক কলা পরে যদি আপনার নাম এই লিস্ট আছে তাহলে ব্যাংক যাইকি আধার বেস করে নিয়ন্তু। আপনার সুভদ্রা যোজনা পয়সা আরামসে পাই পারিবে। ভিডিওটি কেমিতি লাগিলা কমেন্ট রে নিশ্চয় জଣାନ୍ତୁ। ଆଉ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲନ୍ତୁ ନାହିଁ।